ହରିଓମ୍ ଫ୍ରେଣ୍ଡସ୍, ବନ୍ଧୁଗଣ ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ସୁବ୍ରତ ଆଷ୍ଟ୍ରୋ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍କୁ। ବନ୍ଧୁଗଣ, ଆଜି ଆମେ ଜାଣିବା ଏହି ଭିଡ଼ିଓରେ ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ବିଷୟରେ। ବନ୍ଧୁଗଣ, ଚାଲନ୍ତୁ ଜାଣିବା 15 ମାର୍ଚ୍ଚ ଶୁକ୍ରବାର ଦିନର ଦ୍ୱାଦଶ ରାଶିର ରାଶିଫଳ ବିଷୟରେ। ବନ୍ଧୁଗଣ, ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ମେଷ ରାଶି, ଆପଣଙ୍କ ପରାକ୍ରମ ଏବଂ ପୁରୁଷାର୍ଥ ବଢ଼ିଯିବ। ବ୍ୟବସାୟରେ ବଡ଼ ସଉଦା ଲାଗି ଆଜି ଆପଣ ସ୍ୱାକ୍ଷର କରିବେ। ଅଫିସରେ ପଦୋନ୍ନତିର ସୁଯୋଗ ରହିଛି। ଜୀବନ ସାଥୀଙ୍କ ସହିତ ଆଜି ଆପଣ ସମ୍ବନ୍ଧରେ ମଧୁରତା ଆସିପାରିବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ। ଆଜି ଆପଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନ ମଙ୍ଗଳ ହେବ। ବୃଷ ରାଶି, ଆଜି ଆପଣ ଉର୍ଜାବାନ ରହିବେ। ମନରେ ନୂଆ ନୂଆ ବିଚାର ଆସିବ। ବ୍ୟବସାୟରେ ଅଂଶୀଦାର ସହିତ ଜରୁରୀ ଆଲୋଚନା କରିବେ। ପିଲାଦିନର ସାଙ୍ଗଙ୍କ ପ୍ରୀତିଭୋଜନକୁ ଯାଇପାରନ୍ତି। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଗୋଲାପୀ ରଙ୍ଗ। ଆଜି ଆପଣ ମା ଭଦ୍ରକାଳୀଙ୍କୁ ଆରାଧନା କରନ୍ତୁ। ଆଜି ଆପଣଙ୍କ ଦିନ ଶୁଭମୟ ହେବ। ମିଥୁନ ରାଶି, ଆଜି ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଆଜି ଆପଣ ଦୃଢ଼ ନିଷ୍ପତ୍ତି ନେବେ। କୌଣସି ଜରୁରୀ କାମରେ ଯାତ୍ରା କରିପାରନ୍ତି। ବୈଦେଶିକ ବେପାରରେ ବଡ଼ ସଉଦା କରିବେ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ। ଆଜି ଆପଣ ମା ମହାଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ। ଆଜି ଆପଣଙ୍କର ଦିନ ଶୁଭମୟ ହେବ। କର୍କଟ ରାଶି, ଆଜି ଆପଣଙ୍କ ପାଇଁ ଅର୍ଥ ଲାଭ ପାଇଁ ଶୁଭ ଦିନଟିଏ ଅଟେ। ଆଜି ଆପଣ ବିଶେଷ ଭାବରେ ଯାତ୍ରାରେ ଯିବେ। ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ରାଜନୀତିକ ନେତାଙ୍କ ଲାଗି ଆଜିର ଦିନଟି ଭଲ ରହିବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ। ଆଜି ଆପଣ ସୂର୍ଯ୍ୟଦେବଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଶୁଭମୟ ହେବ। ସିଂହ ରାଶି, ଦିନଟି ଆପଣଙ୍କ ଲାଗି ଠିକ୍ ରହିବ। ଭବିଷ୍ୟକୁ ସୁଧାରିବା ଲାଗି ଆଜି ଆପଣ ନୂଆ ପଦକ୍ଷେପ ନେବେ। ସମ୍ପର୍କୀୟଙ୍କ ସାହାଯ୍ୟରେ ଆଜି ଆପଣଙ୍କ କାମ ପୂରା ହେବ। ବେପାରରେ ଅଚାନକ ଫାଇଦା ହେବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ବାଦାମୀ ରଙ୍ଗ। ଆଜି ଆପଣ ମା ତାରିଣୀଙ୍କୁ ଆରାଧନା କରନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ ହେବ। କନ୍ୟା ରାଶି, ପୂଜା ପାଠରେ ଅଧିକ ସମୟ ଦେବେ। ପତ୍ନୀ ଏବଂ ମାଙ୍କ ପୂରା ସହଯୋଗ ପାଇବେ। ବିଦେଶରେ କାରବାର ସ୍ଥାପନ କରିବା ପାଇଁ ରାସ୍ତା ଉନ୍ମୁକ୍ତ ହେବ। ଭୌତିକ ସୁଖ ସୁବିଧା ପାଇଁ ରୁଚି ବଢ଼ିପାରେ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଲାଲ ରଙ୍ଗ। ଆଜି ଆପଣ ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ। ଆଜି ଆପଣଙ୍କର ଦିନ ଶୁଭମୟ ହେବ। ତୁଳା ରାଶି, ନିଜକୁ ଉର୍ଜାବାନ ଅନୁଭବ କରିବେ। ଆଜି ଆପଣଙ୍କର ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଛାତ୍ରଙ୍କୁ କ୍ୟାରିୟର ଗଢ଼ିବା ଲାଗି ଅନୁଭବୀଙ୍କ ପରାମର୍ଶ ମିଳିବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଆକାଶୀ ନୀଳ ରଙ୍ଗ। ଆଜି ଆପଣ ମା ଗାୟତ୍ରୀଙ୍କୁ ଆରାଧନା କରନ୍ତୁ। ଆଜି ଆପଣଙ୍କର ଦିନଟି ଶୁଭମୟ ହେବ। ବିଛା ରାଶି, ବେପାରରେ ଆଗକୁ ବଢ଼ିବା ପାଇଁ ଆଜି ଆପଣଙ୍କୁ ନୂଆ ସୁଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଆଜି ନୂଆ ଦାୟିତ୍ୱ ମିଳିପାରେ। ଜୀବନ ସାଥୀଙ୍କୁ ସୁନ୍ଦର ଉପହାର ଦେବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ। ଆଜି ଆପଣ ହର ପାର୍ବତୀ ଠାକୁରଙ୍କୁ ଆରାଧନା କରନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ ହେବ। ଧନୁ ରାଶି, ଜୀବନ ଲାଗି ସଫଳତାର ଦିନଟିଏ ଅଟେ। ଭାବିଥିବା କାମଟିକୁ ଆଜି ସମ୍ପୂର୍ଣ୍ଣ ଭାବେ ପୂରା କରିବେ।
ଏହା ଦ୍ୱାରା ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବ। ବାହନ କିଣିବା ଲାଗି ମନ ବଳିବ। ପ୍ରତିଯୋଗିତାରେ ଖୁବ୍ ଭଲ କରିବେ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଲାଲ ରଙ୍ଗ। ଆଜି ଆପଣ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ପାଇଁ ଆଜିର ଦିନଟି ଶୁଭମୟ ହେବ। ମକର ରାଶି, ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ରହିବ। କାରବାରରେ ଆପଣଙ୍କ ପାଇଁ ଆଜି ଲାଭ ହିଁ ଲାଭ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମରେ ସଫଳତା ମିଳିବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଗୋଲାପୀ ରଙ୍ଗ। ଆଜି ଆପଣ ସୂର୍ଯ୍ୟଦେବଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ପାଇଁ ଆଜିର ଦିନଟି ଶୁଭମୟ ହେବ। କୁମ୍ଭ ରାଶି, ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଚାକିରି କରୁଥିବା ବ୍ୟକ୍ତିବିଶେଷ ଆଜି ସଫଳତା ହାସଲ କରିବେ। ଖାଦ୍ୟଶସ୍ୟ ବ୍ୟବସାୟୀମାନେ ଆଜି ଆପଣ ବଡ଼ ଡିଲ୍ କରିପାରନ୍ତି। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ନୀଳ ରଙ୍ଗ। ଆଜି ଆପଣ ମା ମହାଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ ହେବ। ମୀନ ରାଶି, ଇଷ୍ଟଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଦୂର ସ୍ଥାନକୁ ଯିବାର ଯୋଗ ରହିଅଛି। ଅବିବାହିତାଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ବାଦାମୀ ରଙ୍ଗ। ଆଜି ଆପଣ ମା ଅମ୍ବିକାଙ୍କୁ ଆରାଧନା କରନ୍ତୁ। ଆଜି ଆପଣଙ୍କର ଦିନଟି ଶୁଭମୟ ହେବ। ବନ୍ଧୁଗଣ, ଭିଡ଼ିଓଟି ଯଦି ଭଲ ଲାଗିଥାଏ, ଭିଡ଼ିଓଟିକୁ ଆପଣମାନେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।